ନାରୀମାନଙ୍କୁ ବୁଝିବା କାହିଁକି କଷ୍ଟ, ଜାଣନ୍ତୁ ନାରୀମାନଙ୍କ ବିଷୟରେ କିଛି ଖାସ୍ କଥା। ବନ୍ଧୁଗଣ, ଆପଣମାନଙ୍କୁ ଆମର ଚ୍ୟାନେଲରେ ସ୍ୱାଗତ। ଆଜି ମୁଁ ଆପଣମାନଙ୍କୁ ନାରୀମାନଙ୍କ ବିଷୟରେ କିଛି ଖାସ୍ କଥା କହିବାକୁ ଯାଉଛି। ଆପଣମାନେ ତ ଜାଣିଥିବେ ନାରୀମାନଙ୍କୁ ବୁଝିବା କେତେ କଷ୍ଟକର। ତେବେ କାହିଁକି ଏହି ନାରୀମାନଙ୍କୁ ବୁଝିବା କଷ୍ଟ କେବେ ଆପଣ ଜାଣିବାକୁ ଚାହିଁଛନ୍ତି କି? ଯଦି ନା ତେବେ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ କିଛି ରହସ୍ୟ କଥା ଜାଣିବା। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏମିତି ବହୁତ ଲୋକଙ୍କୁ ଆପଣ କହିବାର ଶୁଣିଥିବେ ଯେ ନାରୀ ମାୟା ନାରାଜଣଙ୍କୁ ବି ଅଗୋଚର। ଏହାର ମାନେ ସାକ୍ଷାତ ଭଗବାନ ବି ନାରୀମାନଙ୍କୁ ବୁଝିପାରନ୍ତି ନାହିଁ, ଯିଏକି ସେମାନଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି। ତେବେ ଏହି ସବୁ ପଛରେ ଯେଉଁ କାରଣ ଅଛି ଆଜି ମୁଁ ସେହି ବିଷୟରେ ଜଣାଇବି। ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଏହି ସୃଷ୍ଟି ବନେଇଛନ୍ତି। ଏହି ସୃଷ୍ଟିରେ ଥିବା ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଭଗବାନ ବନାଇଛନ୍ତି। ସମସ୍ତଙ୍କୁ ବନାଇବାରେ ଭଗବାନଙ୍କୁ ଯେତିକି ସମୟ ଲାଗିଥିଲା ଗୋଟିଏ ନାରୀକୁ ବନାଇବାରେ ତାଙ୍କୁ ସବୁଠୁ ଅଧିକା ସମୟ ଲାଗିଥିଲା। ଯେତେବେଳେ ସେ ନାରୀଙ୍କୁ ବନାଇବା ଆରମ୍ଭ କରିଥିଲେ ଏହାକୁ ବନାଇବା ପାଇଁ ବହୁତ ଦିନ ଲାଗିଥିଲା। ଗୋଟେ ସପ୍ତାହ ବିତି ଯାଇଥିଲା କିନ୍ତୁ ନାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ଭଗବାନ ଗଢ଼ି ପାରିନଥିଲେ। ଯାହା ଦେଖି ଦେବଦୂତମାନେ ତାଙ୍କୁ ଏହା ବିଷୟରେ ପଚାରିଥିଲେ କି କାହିଁକି ନାରୀଙ୍କୁ ବନେଇବା ପାଇଁ ଏତେ ସମୟ ଲାଗୁଛି। ଏହାର ଉତ୍ତରରେ ଭଗବାନ କହିଥିଲେ, ଏମାନେ ମୋ ସଂସାରର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେବେ। ଏମାନେ ସବୁଠୁ ଶକ୍ତିଶାଳୀ ଓ ସର୍ବଂସାହା ହେବେ। ଏମାନେ କୌଣସି ବି ପରିସ୍ଥିତିରେ ହାର ମାନିବେ ନାହିଁ। ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଏହାର ସାମ୍ନା କରିବାକୁ ସର୍ବଦା ପ୍ରସ୍ତୁତ ରହିବେ। ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଏମାନେ କିଛି ବି କରିପାରିବେ। ସମସ୍ତଙ୍କୁ ନିଜ ମମତା ଓ ସ୍ନେହରେ ବାନ୍ଧି ରଖିବେ। ଯଦି ସଂସାରରେ ସମସ୍ତେ ଗୋଟେ ପଟେ ହୋଇଯାଆନ୍ତି ତେବେ ମଧ୍ୟ ଏମାନଙ୍କର ପ୍ରେମ ତ୍ୟାଗ ଭାବନା ହିଁ ଜିତିବ। ନିଜର ପରିବାର ଏବଂ ସନ୍ତାନମାନଙ୍କର ଧୈର୍ଯ୍ୟର ସହ ଯତ୍ନ ନେବେ। ଏହାପରେ ସେହି ଦେବଦୂତମାନେ ନାରୀର ଶରୀରକୁ ଛୁଇଁଲେ ଓ କହିଲେ କି ହେ ଭଗବାନ, ଏମାନେ ତ ଏତେ କୋମଳ, ଏମାନେ ଏତେ ସବୁ କେମିତି ସହିବେ? ଏହାର ଉତ୍ତର ଦେଇ ଭଗବାନ କହିଲେ କି ଏମାନେ ଶରୀର କୋମଳ କିନ୍ତୁ ମନରୁ ବହୁତ ଶକ୍ତିଶାଳୀ। ଏମାନଙ୍କୁ ବୁଝିବା ମଧ୍ୟ କୌଣସି ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବ ହେବ ନାହିଁ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।